ଏକ ନାମ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ସାରି ଏକ ପିକଅପ୍ ଭ୍ୟାନ୍ ଯୋଗେ ନିଜ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ପିକଅପ୍ ଭ୍ୟାନ୍ଟି ଓଲଟି ପଡ଼ିବାରୁ ସଂକୀର୍ତ୍ତନ ଦଳର 22 ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ସୋବଳିଆ ଟାମକିଆ ଦାଦର ଗ୍ରାମର ଏକ ସଂକୀର୍ତ୍ତନ ଦଳ ବୌଦ୍ଧ ଜିଲ୍ଲା ନାରାୟଣ ନଗରକୁ ନାମ ସଂକୀର୍ତ୍ତନ କରିବାକୁ ଯାଇଥିଲେ। ଆଉ ସଂକୀର୍ତ୍ତନ ସାରି ସେମାନେ ଏକ ପିକଅପ୍ ଭ୍ୟାନ୍ ଯୋଗେ ଗାଁକୁ ଫେରୁଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ଼ ବିଶିପାଲି ଛକରୁ ବୀର ମହାରାଜପୁରକୁ ଯାଇଥିବା ରାସ୍ତାର ଧଉରା ଖମଣ ଗ୍ରାମ ନିକଟ ବୁଲାଣିରେ ହଠାତ୍ ପିକଅପ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ସେହି ପିକଅପ୍ ଭ୍ୟାନ୍ରେ ଥିବା ସଂକୀର୍ତ୍ତନ ଦଳର 22 ଜଣ ଗୁରୁତର ଆହତ ହୋଇଥିଲେ। ତେଣୁ ଆହତମାନଙ୍କୁ ସୋବଳିଆ ମେଡିକାଲରେ ଭର୍ତ୍ତି କରାଯିବା ସହ ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା 4ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସେଠାରୁ ପୁଣି ବୁର୍ଲା ମେଡିକାଲକୁ ନିଆଯାଇଥିବା ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲାରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।